ଅତୀତରେ ଗୌରବଶାଳୀ କଳିଙ୍ଗ ଓ ଉତ୍କଳ ରୂପାନ୍ତରଣ ହେଉଛି ଆଜିର ଓଡ଼ିଶାରେ କଳିଙ୍ଗ ଓ ଉତ୍କଳର ରୂପାନ୍ତର ହେଉଛି ଆଜିର ଓଡ଼ିଶା ରାଜ୍ୟ। ହେଉଛି ଅତୀତରେ ଗୌରବଶାଳୀ କଳିଙ୍ଗ ଉତ୍କଳ ରୂପାନ୍ତରଣ ହେଉଛି ଆଜି ଓଡ଼ିଶା ରାଜ୍ୟ। ପ୍ରାୟ 136 ବର୍ଗମାଇଲ ପରିମିତ ଓଡ଼ିଶା 58,000 ଏଇଟା ତ ଏବଂ 30 କୋଟି ଜିଲ୍ଲାର ଓଡ଼ିଶା ପ୍ରଦେଶ। ପ୍ରଧାନ ଭାଷା ହେଉଛି ଓଡ଼ିଆ। ଶାସ୍ତ୍ରୀୟ ଭାଷା ରୂପେ ଭାରତ ସରକାରଙ୍କ ସ୍ୱୀକୃତି ପାଇଛି କେବେ 2014ରେ। ଏ ଭାଷା ଉପଭାଷା ବା ଆଞ୍ଚଳିକ ଭାଷା ମଧ୍ୟରେ ରହିଛି ଯୁଗ ଯୁଗ ଧରି ଐତିହାସିକ ସାଂସ୍କୃତିକ ଓ ସାମାଜିକ ଗଠବନ୍ଧନ। ଭାଷା ଉପଭାଷା ବା ଆଞ୍ଚଳିକ ଭାଷା ଉପଭାଷା ମାନେ ହେଉଛି ଆଞ୍ଚଳିକ ଭାଷା। ଆଞ୍ଚଳିକ ଭାଷା ମଧ୍ୟ ରହିଛି ମାନେ ବହୁ ବର୍ଷର ଶହ ବର୍ଷର ରହିଛି ଐତିହାସିକ ସାଂସ୍କୃତିକ ଗଠବନ୍ଧନ ରହିଛି। ଉପଭାଷା ବା ଆଞ୍ଚଳିକ ଭାଷା ମଧ୍ୟରେ ଭାଷା ଉପଭାଷା ବଂଶୀଧର ମହାନ୍ତି ଯଥା ସମ୍ପ୍ରଦାୟର ଅନ୍ତର୍ଗତ ଛୋଟ ଛୋଟ କଳା ବା ଅଞ୍ଚଳ ବିଶେଷରେ ପ୍ରଚଳିତ ଭାଷା ରୂପର ନାମ ହେଉଛି ଆଞ୍ଚଳିକ ଭାଷା ବା ଉପଭାଷା। ଛୋଟ ଛୋଟ ସୁନ୍ଦର ବିଭାଷା ନାମ ଦେଇଥିଲେ ବେଳେ ଇଂରାଜୀ ଡାଇଲେକ୍ଟ ଶବ୍ଦ ବିଭାଷା ପ୍ରତିଶବ୍ଦ ରୂପେ କହନ୍ତି। ସୁକୁମାର ସେନ ଉପଭାଷା ବୋଲି ଗ୍ରହଣ କରିଛନ୍ତି। ଭୋଳାନାଥ ତିୱାରୀ ବୋଲି ଭାବେ ନାମିତ କରିଛନ୍ତି। କିଏ ଉପଭାଷା, କିଏ ହେଉଛି ଡାଇଲେକ୍ଟ, କିଏ ହେଉଛି ବିଭାଷା। ଏହାକୁ ଆଞ୍ଚଳିକ ଭାଷା ବା ଉପଭାଷା କହନ୍ତି। ମୂଳ ଭାଷିକ ଦଳ ବହୁ ଭାଷାରେ ବିଚ୍ଛୁରିତ ହୋଇ ମୂଳ ଭାଷା ଦଳ ଭିନ୍ନ ସ୍ଥାନରେ ବସବାସ କରିବା ଦ୍ୱାରା ସେମାନେ ସବୁ ଉପଭାଷା ସୃଷ୍ଟି କରନ୍ତି। ଗୋଟେ ସ୍ଥାନରୁ ଗୋଟେ ମୂଳ ଭାଷିକ ଦଳ ବହୁ ଭାଷାରେ ବିଚ୍ଛୁରିତ ହୋଇକରି ବହୁ ଜାଗାରେ ସବୁ ବିଚ୍ଛୁରିତ ହୋଇକି ଭିନ୍ନ ସ୍ଥାନରେ ସବୁ ରହିବା ଦ୍ୱାରା ବସବାସ କରିବା ସେଇଟା ସବୁ ଉପଭାଷା ସୃଷ୍ଟି। ବିବେକ ପ୍ରାକୃତିକ କାରଣ ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟ ତଥା ଭୂମିକମ୍ପ, ବନ୍ୟା, ମରୁଡ଼ି ଏସବୁ କାରଣରୁ ସେ ଲୋକମାନେ ଗୋଟେ ଜାଗାରେ ସବୁ ଆଉ ଗୋଟେ ଜାଗାକୁ ସବୁ ବିଚ୍ୟୁତ ହୁଅନ୍ତି ହେବା ଦ୍ୱାରା ସବୁ ବିଭିନ୍ନ ଉପଭାଷା ସବୁ ସୃଷ୍ଟି ହୋଇଥାଏ। ମୂଳ ଭାଷା ସହିତ ସମ୍ପର୍କ ରଖି